যশস্বী হুয়া দাবার নড় যশস্বী হুয়া বিজয়া আরে দাবার নড় বিজয়া তুমি দুহে বীরঙ্গনা মাতা পুতনার পুত্র হই আরে প্রাণ ভয় লুচিছে এই পঞ্চশৃঙ্গগিরি পর্বত আম্ভে বেনিভ্রাত লুচিছু এই পঞ্চগিরি পর্বতে। দাবার নড় তুমি বেনিভ্রাত লুচিছ এই পঞ্চশৃঙ্গগিরি পর্বত দাবার নড় বিজয়া তুমি দুহে বড় ভাগ্যবান দাবার নড় বিজয়া তুমি দুহে বড় ভাগ্যবান। আমি ভাগ্যবান হেলে আপন কি পরি জানিলে? নারায়ণ নারায়ণ আরে রাজাঙ্কর ভণজা তুমি দুহে বংশକୁ বঞ্চাই ରଖିବା ପାଇଁ ତୁମ ମାତା ପୁତନା ଯାଇଥିଲା ଗୋପପୁର ଗଧି କହ୍ନେଇକୁ ପାଇଥାନ୍ତା ରାଜ୍ୟର ଅର୍ଦ୍ଧ ଭାଗ। ବିଜୟ ଏ ବିଜୟ ଭାଇ আরে দেবর্ষি এখন কହୁଛନ୍ତି সতরে কোন আম্ভ মাতা পাইথান্তে রাজ্যের অর্ধে? ମୁଁ ବି ସେଇ କଥା ଚିନ୍ତା କରୁଛି ଭାଇ, ମୁଁ ବି ସେଇ କଥା ଚିନ୍ତା କରୁଛି দেবর্ষি। ବିଜୟ ଏ କଥା କଣ ନିରାଟ ସତ୍ୟ? ସତ୍ୟ 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 ନିରାଟ ସତ୍ୟ। দেবর্ষি ଆରେ ତୁମ ମାତା ନାହିଁ କି ତୁମ ମାତୁଳ ବି ନାହାନ୍ତି ଏ ମଥୁରା ସିଂହାସନ ପରା ତୁମର। ଆମର ହେଲେ କି ପରି ଦେବର୍ଷି କି ପରି? ଶୁଣରେ ବୀରା মোহরা গিরা ধর ধর অস্ত্র করে তোহরা
କଣ କରିବୁ ଦେବର୍ଷି? କଣ କରିବ? ହଉ ଦେବର୍ଷି। ତୁମକୁ କଣ କିଛି ବି ବୁଦ୍ଧି ବାଟ ଦିଶୁନାହିଁ ଦାବାନଳ ବିଜୟ? ଏବେ ଆମେ ବେନିଫାତ କଣ କରିବୁ? ନାରାୟଣ ନାରାୟଣ, ଚଳି ଯାଅ ତୁମେ ବେନିଫ୍ରାତ ସେଇ ମଥୁରାର ରାଜ ସିଂହାସନ। କଳେ ବଳେ କୌଶଳେ, କଳେ ବଳେ କୌଶଳେ ଅଧିକାର କର ସେଇ ମଥୁରାର ରାଜ ସିଂହାସନ। ଦେବର୍ଷି, ଦାବାନଳ ଆପଣ କଥିତ ଅନୁଯାୟୀ ହଁ ହଁ, ମଥୁର ରାଜ ସିଂହାସନ ଅଧିକାର କରିବୁ ନିଶ୍ଚୟ। ନିଶ୍ଚୟ ନିଶ୍ଚୟ। ହେଲେ ଦେବର୍ଷି, ଦାବାନଳ ଆମେ ବେନିଫାତ ଆଗ ଚାଲିଯିବୁ ଗୋପ ଭବନ। ଭୁବନ ହଁ ଦେବର୍ଷି, ସେଠାରେ ପରା ରହିଛି ଆମ ମାତାର ସମାଧି। ନାରାୟଣ ନାରାୟଣ, ତୁମେ ଉଚିତ କହିଛ ଦାବାନଳ, ସେଠାରେ ଅଛି ତୁମ ମାତାଙ୍କର ସମାଧି। ହଁ ଦେବର୍ଷି। ତୁମ ମାତାଙ୍କ ସମାଧିରେ ତ ଶ୍ରଦ୍ଧାଞ୍ଜଳି ଦେବ ନିଶ୍ଚୟ। ହେଲେ ଦାବାନଳ ଦେବର୍ଷି। ବିଜୟ, ଦେବର୍ଷି। ତୁମେ ବେନିଫ୍ରାତ କଣ ତୁମ ମାତୃ ହତ୍ୟାର ପ୍ରତିଶୋଧ ନେବ ନା? ନିଶ୍ଚୟ ନିଶ୍ଚୟ ଦେବର୍ଷି, ନିଶ୍ଚୟ ନେବୁ ଆମ ମାତୃହତ୍ୟାର ଅବିଳମ୍ବେ ଚଳି ଯାଉ ସେଇ ମଥୁରାର ରାଜ ସିଂହାସନର ଅଭିମୁଖେ। ଆଉ କଳେ ବଳେ କୌଶଳେ, କଳେ ବଳେ କୌଶଳ ଅଧିକାର କରି ସେଇ ମଥୁରା ରାଜ ସିଂହାସନ ଦିଅ ତାଙ୍କୁ ଅମାପ କଷଣ। କାରଣ ସେ ମଥୁରାର ରାଜ ସିଂହାସନରେ ଅଛନ୍ତି ତୁମ ମାତୃ ହତ୍ୟାର ଅପରାଧୀ। আরে অতি চঞ্চল চালি যাবে নিঘাত গোপ ভবন। আরে মাতাঙ্গ সমাধিକୁ দেবা পুষ্পাঞ্জলি। মাতা ଆମକୁ ଖୋଲି ଦେବେ ଆଶୀର୍ବାଦ। ଆଉ ସେହି ଆଶୀର୍ବାଦ ମଥାରେ ଧରି ଅଧିକାର କରିବା ମଥୁରା ରାଜ ସିଂହାସନ। ଆଉ ତାପରେ ବଦ୍ଧ କରିବା ସେ ଗୌର କୃଷ୍ଣ ବଳ। নারায়ণ নারায়ণ নারায়ণ, শাস্ত্র পরা কহিছি মরণ কালে নিদ্রা গলে সে যমকে ছাড়ি দেব ভাল। নারায়ণ নারায়ণ নারায়ণ, এমানে দুহে নিজ প্রাণକୁ বঞ্চাই ରଖିବା ପାଇଁ ଆସି ଲୁଚି ରହିଥିଲେ ଏ ପଞ୍ଚଶୃଙ୍ଗଗିରି ପର୍ବତ ମଧ୍ୟରେ। ହେଲେ ଏବେ ମୋ କଥାରେ ଚଳି ଯିବେ ଗୋପପୁର, ମଥୁରା, ଆଉ ଶେଷରେ ଦ୍ୱାରିକା। ଆଉ ଭଗବାନ ଶ୍ରୀକୃଷ୍ଣଙ୍କ ହସ୍ତରେ ନିଶ୍ଚୟ ହରାଇବେ ପ୍ରାଣ। ନାରାୟଣ ନାରାୟଣ, ଏ ଦାନବ ବଂଶଟା ସମୂଳେ ହେବ ବର୍ଣ୍ଣିମୂଳ। ହଉ ତେବେ ଦେଖିବା ମୋର କଳିମୁଣିଟା କେମିତି ଖେଳୁଛି ଖେଳ।